ଗ୍ରହ କାହିଁକି ବିଗିଡ଼ି ଥାଏ? କେବେ କେବେ ଆପଣ ବି କାହାଠୁ ଶୁଣିଥିବେ, ମୁଁ ଏତେ ପରିଶ୍ରମ କରୁଛି, ଏତେ ପାଠ ପଢିଛି, ଏତେ ଚେଷ୍ଟା କରୁଛି, ତଥାପି ଜଣା ନାହିଁ କାହିଁ ସମସ୍ୟା ପରେ ସମସ୍ୟା। ବୋଧେ ମୋ ଗ୍ରହ ଖରାପ ଚାଲିଛି, ମୋ ଦଶା ଖରାପ ଚାଲିଛି। ଏ ସମସ୍ୟା ଆସିଥାଏ କେମିତି? ଶୁଣନ୍ତୁ, ଗ୍ରହ କାହିଁକି ବିଗିଡ଼ି ଥାଏ, ଦଶା କେମିତି ଖରାପ ପଡିଥାଏ? କେବେ କେବେ ଆମେ ନିଜେ ବି ଜାଣିନଥାଉ, ନିଜ ଦଶାକୁ ନିଜେ ପ୍ରତିକୂଳ କରିଦେଇଥାଉ। ଯୋଉଥିପାଇଁ କି ଜୀବନରେ ସମସ୍ୟା ଆସିଥାଏ, ବିଭିନ୍ନ ବାଧା ଉପୁଜିଥାଏ, ସବୁ କିଛି ରହିକି ବି କିଛି ବୁଝି ହଉନଥାଏ, ଅଥବା କୋଉଠି ହେବାକୁ ଯାଉଥିବା କାମ ବିଗିଡ଼ି ଯାଉଥାଏ। ତ ଏମିତି କଣ ଭୁଲ ଯାହା ଆମେ ନିଜ ଅଜାଣତରେ କରିଥାଉ? ସବୁଠୁ ପ୍ରଥମେ ହେଉଛି ନିନ୍ଦା। କୋଉଠି ଦି ଜଣ ସାଙ୍ଗ ବସି କଥା ହଉଛନ୍ତି, ମନେ ପଡିଗଲା ସେ ଅମୁକ ଲୋକ, ଆରେ ସିଏ ନୁହଁ ପୁରା ଠକଟା, ସେ ଏମିତି କରୁଛି, ସେ ଲୋକମାନଙ୍କୁ ଲୁଟୁଛି, ଏଇଟା କରୁଛି, ସେଇଟା କରୁଛି, ଲୋକଙ୍କଠୁ ଅର୍ଥ ହଡପ କରୁଛି। ପୁଣି ଆଉ କେବେ ଆମେ ତାକୁ ଜାଣିବି ନଥିବୁ। ଯେମିତିକି ସୋସିଆଲ ମିଡିଆରେ ଜଣେ ପୋଷ୍ଟ କରିଛନ୍ତି, ଆପଣଙ୍କର ମୋବାଇଲ ଅଛି ମାନେ ସାମ୍ନାକୁ ଆସିଗଲା, ସାଙ୍ଗମାନେ ବସିଥିଲେ, ଦେଖ ଏଇ ଗୋଟେ ଧନ୍ଦା ଚଲେଇ ରଖିଛନ୍ତି, ଏ ଲୋକଙ୍କୁ ବୋକା ବନଉଛନ୍ତି। ଭାଇ, ସିଏ ଖରାପ ଲୋକ, ସିଏ କର୍ମ କରୁଛନ୍ତି, ସିଏ ଭୋଗିବେ। କିନ୍ତୁ ମୁଁ ଯଦି କାହାର ମଙ୍ଗଳ ଚିନ୍ତା କରୁଛି, ମୁଁ ଯଦି କାହାର ବଦନାମ କରୁଛି, ଏ ତ ମୋ କର୍ମ ବନିଲା ନା। ଏଥିରେ ମୋ ଭାଗ୍ୟ ବିଗିଡିବ, ମୋ ଦଶା ଖରାପ ପଡିବ। ଯାହାର ନିନ୍ଦା କରୁଛନ୍ତି ତ ତାର କିଛି ଫରକ ପଡିବନି, ସିଏ କର୍ମ କରୁଛି, ତା ଫଳ ସିଏ ପାଇବ। ନିନ୍ଦା କରିବା ଦ୍ୱାରା ବୃହସ୍ପତି ଗ୍ରହ ବିଗିଡି ଯାଏ। ବୃହସ୍ପତି ହେଉଛନ୍ତି ଜ୍ଞାନର କାରକ, ଧନର କାରକ। ଇଏ ହୋଇଥାଏ କି ଆପଣଙ୍କ ପାଖରେ ଜ୍ଞାନ ରହିଥିବ, କିନ୍ତୁ ଜ୍ଞାନ ବଳରେ ଆଉ ଅର୍ଥ ଉପାର୍ଜନ କରିପାରୁନଥିବେ, କାହିଁକିନା ବୃହସ୍ପତି ବିଗିଡି ଯାଇଛି। କାହାଙ୍କଠୁ କିଛି ଜ୍ଞାନ ପ୍ରାପ୍ତ କରିଛନ୍ତି, କୌଣସି ଗୁରୁ ସ୍ଥାନୀୟ ବ୍ୟକ୍ତିଙ୍କୁ ଯଦି ନିନ୍ଦା କରିଦଉଛନ୍ତି, ବୃହସ୍ପତି ଖରାପ ହେଇଯିବ। ଯିଏ କର୍ମ କରୁଛି ତା ଫଳ ସିଏ ପାଇବ। ନିନ୍ଦା କରିକି ଅଜାଣତରେ ନିଜ ଗ୍ରହ ଖରାପ କରନ୍ତୁନି। ଆଉ କିଛି ଲୋକ ଅଛନ୍ତି, ବିନା କୌଣସି କାରଣ ନଥାଇକି ସାଙ୍ଗ ମେଳରେ ଏଠି ସେଠି ଖରାପ ଅପଶବ୍ଦ ବ୍ୟବହାର କରନ୍ତି, ଗାଳି ଗୁଲଜ କରନ୍ତି। ଶବ୍ଦରେ ହିଁ ତ ଥାଏ ଶକ୍ତି। ବୁଧ ଗ୍ରହ ବିଗିଡିଯିବ। ଆଉ କିଛି ଲୋକ ଅଛନ୍ତି ଘରେ କଳେଶ କରନ୍ତି, ପତ୍ନୀଙ୍କ ସହିତ ମନମାଳିନ୍ୟ, ଶୁକ୍ର ଗ୍ରହ ଖରାପ ହେଇଯିବ, ଆର୍ଥିକ ସମସ୍ୟା ଆସିବ। ମାଙ୍କ ସହ ଭଲ ଭାବରେ କଥା ହଉନାହାନ୍ତି, ଚନ୍ଦ୍ର ଦଶା ବିଗିଡିବ, ମାନସିକ ସ୍ଥିତି ଖରାପ ହବ, ନକାରାତ୍ମକ ଚିନ୍ତନ ଆସିବ। ବାପାଙ୍କ ସହ ଭଲରେ କଥା ହଉନାହାନ୍ତି, ରବି ଦୃଷ୍ଟି ପଡିବ, ରବି ଗ୍ରହ ଖରାପ ହେଇଯିବ। କୁହନ୍ତି ନା, ପୁରା ଜୀବନ ହେଇଗଲା ସମସ୍ତଙ୍କ ପାଇଁ କାମ କରୁଛି, କାହାର ହେଲେ ଭଲ ହେଇପାରିଲେ, କାହିଁକିନା ରବି ଗ୍ରହ କମଜୋର ଅଛନ୍ତି। ତ ଗ୍ରହ ପ୍ରତିକୂଳ ହେଇଯିବ ତ ସୁଖ କୋଉଠି? ନିଜର ଧ୍ୟାନ ରଖନ୍ତୁ। କିଏ କଣ କରୁଛି ନ କରୁଛି କିଛି ବୁଝିବା ଦରକାର ନାହିଁ। ଯୋଗ ସୁଧାରିବାର ଅଛି ତ ନିଜ କର୍ମ ପ୍ରତି ଧ୍ୟାନ ରଖନ୍ତୁ।